ବର୍ତ୍ତମାନ ଆଜି ଆମେ ପହଞ୍ଚିଛୁ ବାଙ୍କୀ ଉପଖଣ୍ଡ କଳାପଥର ବୈଦ୍ୟେଶ୍ୱର ଜୋନ୍ ସ୍ଥିତ ଜଣେ ସମାଜସେବୀ ଏବଂ ଜଣେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ତାଙ୍କ ସହିତ ବିଶେଷ ଆଲୋଚନା କରିବା ବାଙ୍କୀ ଉପଖଣ୍ଡର ସମସ୍ୟା ନେଇକି। କ'ଣ ରହିଛି ବାଙ୍କୀର ସମସ୍ୟା, ଦୀର୍ଘ 25 ବର୍ଷ ସରକାରରେ କ'ଣ ଉନ୍ନତିମୂଳକ କାର୍ଯ୍ୟ ହେଇଛି ଏବଂ ବର୍ଷେ 2 ମାସର ସରକାରରେ କ'ଣ ଉନ୍ନତି ହେଇଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଲୋକମାନଙ୍କର ସମସ୍ୟା, ଏ ବିଷୟରେ ଆମେ ବିସ୍ତୃତ ଭାବେ ଆଲୋଚନା କରିବା। ଆଜ୍ଞା, ଆପଣଙ୍କୁ KTVକି ସ୍ୱାଗତ। ଆଜ୍ଞା, ସ୍ୱାଗତ କରୁଛୁ। ନମସ୍କାର। ପରିଚୟ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଆଇନଜୀବୀ, ଘର ବାଙ୍କୀ। କ'ଣ କହିବେ ବାଙ୍କୀରେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତିକି ନେଇକି କ'ଣ କହିବେ? ବାଙ୍କୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯଦି ଆପଣ 20 ବର୍ଷ ଭିତରେ ଦେଖିବେ, 2-4ଟି ଖଣ୍ଡେ ମର୍ଡ଼ର ହୋଇଛି ଏବଂ ବିଭିନ୍ନ ଜାଗାରେ ଚୋରି ହୋଇଛି, ATM କାଉଣ୍ଟରରୁ ଲୁଟ୍ ହୋଇଛି, ଯେଉଁଗୁଡ଼ାକୁ ଭଲ ଭାବରେ ଧରି ହୋଇନାହିଁ। ତାର କାରଣ ହେଉଛି ବାଙ୍କୀ ଲୋକ ସେତେ ସଚେତନ ନୁହନ୍ତି କୌଣସି କ୍ଷେତ୍ରରେ। ପୁଲିସର ନୀରବତା ଏବଂ ଆଗରୁ ଏଇ ଯେଉଁ 24 ବର୍ଷ ଶାସନରେ ପ୍ରଶାସନ ତାଙ୍କ ଶାସନ ଅଧିକାରୀଙ୍କର କଥାରେ ଯେଉଁଭଳି ଭାବରେ ନାଚୁଥିଲେ ଆଉ ଯେଉଁଭଳି ଭାବରେ ଆକ୍ସନ୍ କରୁଥିଲେ, ସେଇଥିପାଇଁକି ଯେଉଁମାନେ ଦୋଷୀ ସେମାନଙ୍କୁ ବାସ୍ତବରେ ଦଣ୍ଡ ଦେବା ପର୍ଯ୍ୟନ୍ତ ପହଞ୍ଚେଇ ହେଲା ନାହିଁ। ବାଙ୍କୀରେ ଆପଣଙ୍କର 2ଟି ଥାନା, 3ଟି ଫାଣ୍ଡି, ବାଙ୍କୀ ଚତୁଃପାର୍ଶ୍ୱରେ ପୋଲିସର ବିସ୍ତାର ଲମ୍ବିଛି, କିନ୍ତୁ ଚୋରି, ନାରୀ, ଦୁର୍ନୀତି, ଡକାୟତ, ଏମିତି ଗୋଚାଳନ, ଏମିତି ଆଦି ବିଭିନ୍ନ ଘଟଣା ଘଟୁଛି, କିନ୍ତୁ ପୋଲିସ ନୀରବତା ରହୁଛି। ଯେଉଁ ପୋଲିସ ଅଧିକାରୀମାନେ ଥାନାରେ ନିଯୁକ୍ତି ହେଉଛନ୍ତି, ସେମାନଙ୍କର ମାନସିକତା ଉପରେ ନିର୍ଭର କରୁଛି ସେ ଅଞ୍ଚଳର ପ୍ରଶାସନିକ ଆଉ ସିକ୍ୟୁରିଟି ବ୍ୟବସ୍ଥା। ସେଇ ସିକ୍ୟୁରିଟି ବ୍ୟବସ୍ଥା ଭିତରୁ ଯେତେବେଳେ ଭଲ ଭଲ ଅଫିସର ଆସିଛନ୍ତି, ଯେତେବେଳେ ଅମିୟ ମହାନ୍ତି ଆସିଥିଲେ, ସେତେବେଳେ ସେ ଭଲ କାର୍ଯ୍ୟ କରୁଥିଲେ। ଏଇ ଧରିନିଅ ଯେଉଁ ପାଖରେ ଜଣେ ଅଫିସର ଥିଲେ କାନୁନଗୋ ସାର୍, ବେଗୁନିଆ ଥାନାରେ, ସେ ଥିଲାବେଳେ ଗୋଚାଲାଣ କରିବା ପାଇଁ ଲୋକ ଭୟ କରୁଥିଲେ, ସରକାରୀ ଜାଗା ମାଡ଼ି ବସିବାକୁ ଲୋକ ଭୟ କରୁଥିଲେ। କିନ୍ତୁ ଏଠି ପୋଲିସ ଆଉ ପ୍ରଶାସନର ସେଭଳି କିଛି ନାହିଁ ଯାହାଫଳରେ ଲୋକମାନେ ଦଣ୍ଡିତ ହେବେ। ସବୁ କଥା ରାଜନୈତିକ ଲୋକଙ୍କ ପାଖକୁ ଯାଉଥିଲା, ସେଇଠି ତାଙ୍କ ଟେବୁଲରେ ଯେହେତୁ ଫାଇନାଲ୍ ହୋଇଯାଉଥିଲା, ଦୋଷୀମାନେ ଧରା ହେଉନଥିଲେ, ତେଣୁ ଆଇନ ଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଲା। ଜିଲ୍ଲାପାଳ ଗତ ମାସକ ତଳେ ନିର୍ଦ୍ଦେଶନାମା ଜାରି ରଖିଥିଲେ ଯେ କଟକ ଜିଲ୍ଲାରେ ଯେଉଁ ଖଣିଜ ପଦାର୍ଥ ଲୁଟ୍ କିମ୍ବା ବାଲି ଉତ୍ତୋଳନ ହୋଇପାରିବ ନାହିଁ, କିନ୍ତୁ ବାଲି ଉପଖଣ୍ଡର ପ୍ରତ୍ୟେକ ଜାଗାରୁ ବାଲି ଉତ୍ତୋଳନ କରାଯାଉଛି, ଯାହାକି ଚୋରାରେ। ବାଙ୍କୀ ଉପଜିଲ୍ଲାପାଳ ହୁଅନ୍ତୁ କିମ୍ବା ତହସିଲଦାର ହୁଅନ୍ତୁ କିମ୍ବା ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରୁନାହାନ୍ତି। ଏଇଥିପାଇଁ କରୁନାହାନ୍ତି, ଯେତେବେଳେ ରାଜ୍ୟ ସରକାର ତାଙ୍କର ଆଇନକି ବଦଳାଇ ଦେଲେ, ରେଭିନ୍ୟୁ ବିଭାଗ ପାଖରେ, ତହସିଲଦାରଙ୍କ ପାଖରେ ପାୱାର ଥିଲା, ଯେତେବେଳେ ଖଣି ବିଭାଗକୁ ଦେଇଦେଲେ, କଟକ ଜିଲ୍ଲାରେ ମାତ୍ର ଖଣି ଅଫିସର କହିଲେ ଜଣେ। ସିଏ ଏତେ ବୁଲିକିରି ଜାଗା ଦେଖିପାରୁନାହାନ୍ତି। ତାଙ୍କର ଅନୁପସ୍ଥିତ ଯୋଗୁଁ ବାଲି ମାଫିଆ ମାନେ ବାଲି ଚାଲାଣ କରୁଛନ୍ତି। ସାଧାରଣ ଲୋକ ଗୋଟେ ବାଲି ଚାଲାଣ କରୁଥିବା ଲୋକକୁ ଚ୍ୟାଲେଞ୍ଜ କରିପାରିବନି, କାରଣ ସେମାନଙ୍କ ହାତରେ ଯେଉଁ ମନି ପାୱାର ଲୋକ ଅଛନ୍ତି, ତାକୁ ସେମାନେ ଲଗେଇକିରି କୌଣସି ନା କୌଣସି କ୍ଷତି କରିଦେବେ। ତେଣୁ ସାଧାରଣରେ ଲୋକ କହୁନାହାନ୍ତି। ଯେଉଁ ଅଳ୍ପ କିଛି ଜାଗାରେ ଯୁବକ ଲୋକମାନେ ବା ବିଭିନ୍ନ ସଂଗଠନ କହୁଛନ୍ତି, ସେଇ କଥାଟା ସରକାରଙ୍କ ପାଖରେ, ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଲେ ମଧ୍ୟ ସେମାନେ ସେତେବେଳେ ନିଷ୍କ୍ରିୟ ଥିଲେ। ବାଙ୍କୀ ପ୍ରଶାସନ କ'ଣ କରୁଛି? ଜିଲ୍ଲାପାଳ ନିର୍ଦ୍ଦେଶକୁ କେତେ ମାନୁଛନ୍ତି? ନାଇଁ, ସେମାନେ ମାନିବା ପାଇଁ ବେଳେବେଳେ ଯେତେବେଳେ ତାଙ୍କୁ ପଚରାଯାଉଛି, ସେମାନେ କହୁଛନ୍ତି ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତେ ଏଥିରେ ଚାନ୍ଦା ନେଉଛନ୍ତି। ଯଦି ଚାନ୍ଦା କଥାଟା ସତ୍ୟ, ତାହେଲେ ଏଠି କେହି କାହାର କଥା ମାନିବେ ନାହିଁ। ଆଚ୍ଛା, ଆମେ ଆଉ ଅନ୍ୟ ଦୃଷ୍ଟିରୁ ଦେଖିବା, ବାଙ୍କୀର ସମସ୍ୟା ସଦାବେଳେ ରହୁଛି। ବାଙ୍କୀ ଉପଖଣ୍ଡରୁ ମାତ୍ର 40-45 କିଲୋମିଟର ଦୂର କଟକ ଜିଲ୍ଲା ହେଡ଼କ୍ୱାର୍ଟର ଏବଂ ଭୁବନେଶ୍ୱର ରାଜଧାନୀ 45ରୁ 50 କିଲୋମିଟର, କିନ୍ତୁ ବାଙ୍କୀ କେତେ ସମସ୍ୟା ଦେଇକି ରହୁଛି। ନା ଅଛି ବସଷ୍ଟାଣ୍ଡ, ନା ରହିଛି ଆପଣଙ୍କର ଶୀତଳ ଭଣ୍ଡାର, ଏମିତି ବିଭିନ୍ନ ସମସ୍ୟା ରହୁଛି। ଶିକ୍ଷାର ବି ଉନ୍ନତି ହୋଇପାରୁନି। ୟାକୁ ନେଇକି ବିଭିନ୍ନ ସମସ୍ୟାକୁ ନେଇକି କ'ଣ କହିବେ? ନାଇଁ, ବାଙ୍କୀରେ ବିଶେଷ ସମସ୍ୟା ଥିଲା ଭଳିଆ ଲାଗୁନାହିଁ। କାହିଁକି ନା, ଯେଉଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ଭାଗ ନେଉଥିଲେ, ଆପଣ ଦେଖିବେ ଗୋଟିଏ ରାଜନୈତିକ ଦଳ ବାରମ୍ବାର ହେଇକି ଆସୁଥିଲା। ରାଜ୍ୟସ୍ତରରେ ସେମାନେ ଭାବୁଛନ୍ତି ଯଦି ଏଠି ବାଙ୍କୀର କିଛି ସମସ୍ୟା ଥାନ୍ତା, ତାହେଲେ ସେ ବିଧାୟକକୁ ବଦଳାଇ ଦିଅନ୍ତେ। ତା'ମାନେ ଏଠି ପ୍ରଥମେ ଲୋକମାନଙ୍କର ଭୁଲ। ସେ ଯେଉଁମାନଙ୍କୁ ସରକାରରେ ନେବା କଥା ତାଙ୍କୁ ସେମାନେ ବାଛୁନଥିଲେ, ଆଉ ଗୋଟିଏ ଲୋକକୁ ସେମାନେ ବାରମ୍ବାର 25 ବର୍ଷ ଧରିକିରି ସେମାନେ ବାଛିକିରି ଆସିଲେ। ତେଣୁ ଆପଣଙ୍କର ସମସ୍ୟା ଅଛି ବୋଲି କିଏ କହିବ? ଆପଣଙ୍କର ତ ଭୋଟ କହୁନାହିଁ ଯେ ସମସ୍ୟା ଅଛି ବୋଲି। ତେବେ ଆମେ ବି ଲକ୍ଷ୍ୟ କରୁଛୁ, ଚାଷୀମାନଙ୍କର ସମସ୍ୟା ରହୁଛି। ଶୀତଳ ଭଣ୍ଡାର ନଥିବାରୁ ପରିବା ବାହାରେ ମାନେ ଅତି କମ୍ ଦରରେ ବିକ୍ରି ହେଉଛି। ବାଙ୍କୀ କି ତରକାରୀ, ଓଡ଼ିଶାର ତରକାରୀ ହାଣ୍ଡି କୁହାଯାଉଛି। ଏଠି ବହୁତ ପରିବା ହେଉଥିଲା, କିନ୍ତୁ ଆଜିକାଲି ଆଉ ଯେତିକି ପରିବା ହେବା କଥା ସେତିକି ହେଉନି। କୃଷିଭିତ୍ତିକ ଅଞ୍ଚଳ ଭାବରେ ବାଙ୍କୀ କଟକ ଜିଲ୍ଲାରେ ପରିଚିତ। କୃଷି ପଦାର୍ଥ ଯାହା ଆସୁଛି, ଦେଖିବେ ଯେଉଁଠି ଯେତେ ମାର୍କେଟ ଅଛି, ଆପଣଙ୍କର କଳାପଥର ଆସନ୍ତୁ, ତାରିଣୀ ଛକ ଆସନ୍ତୁ, ବାଙ୍କୀ ବଜାର ଆସନ୍ତୁ,
सबु जगार आप देखिए परिवा लोक बिकुवा लोक मैंने रास्ता उपर बसिक बिकुंट गाड़ी मोटर जावा आसबार बाधाप्राप्त होती ए कथाटा बारंबार कहते सरकार शुणुना एपटे सरकारी जगह बहुल मात्रा पड़ी रही किंतु लोक से बजार तैयारी होना अर्थात लोक मैंने एत गालुआ स्तर को पहुँची गले जे लोक आप सेवा दवाकूँ हेले सब कथा मागणा देवे डाकी हाकिक देवे एमती कथार संसार चलेनि प्रथम लोक मानसिकता परिवर्तन करने दरकार ताहले जाकि सरकार रे थिबा लोक माने परिवर्तन हो जो पर्यटन लोक परिवर्तन होना सरकार सेमती गालुरे सब कथा को चल ने कौन कथा समाधान हो पारनि। अच्छा आम देखुचे बांकी उपखंड बहुत सरकारी जमी रही किंतु कौन इंडस्ट्रियल होनी कि लोक माने बाहर को दादन खटिया जाऊँच बांकी शह शह लोक आम भी देखुचु बारंग जाऊँच गुजरात जाऊँच माने कटक नहीं कि गुजरात सुराट पर्यंत जाऊँच दादन खटिया ए दादन समस्या केवे हटिबा बोली आप चिंता कर बांकी जी 479 स्क्वायर किलोमीटर जगह अच्छी से 50% हूँ कृषि जमी आउ 14% हूँ नदी अव्यवहिका पानी जमी थी अनेक जगह ये जो जगह गुड़ाकर जी अच्छी आपड़ देखिए कौन जगह फसल होनी कलापथर ठारू आप बांकी जातु भाया ब्रह्मपुरा आपड़ वैदेश्वर ठारू बांकी जातु भाया भेड़ा आप देखिए दी पटरे जी पनीपरिया होता पनीपरिया होना कहीं जो महानदी जो बन्या होची से महानदीर 2-4 दिन 5 दिन छाड़ीगला जल गुड़ाक सब पुणी महानदी बाटे समुद्र को चलीगला पानी टोपाए रोनी लोक केमी चाष करेंगे। द्वितीय बांकी में जी सार आसवा कथा जो एग्रिकल्चर और हर्टिकल्चर ऑफिसर 2 जन जगह रहिले से माने एते निष्क्रिय बांकी ऑफिसर किंतु से सबुदिन कटक भुवनेश्वर जी 11टा बेले आसवे 2टा 3टा बेलू पलैथे जदि आप कहीं जड़े देखिए गोटे अफिसर को आप भेटी पारे जो ऑफिसर माने एग्रिकल्चर और उद्यान विभाग कंट्रोल करने कथा से जिते अनुपस्थित रोचे सरकारी कर्मचारी मैंने से अनुसार रोचे तो ये 2टा जाक डिपार्टमेंट तार कौन निघा रखुना जो कि बांकी कृषि कौन परिवर्तन होनी सरकार तंगर योजना घोषणा कर कि योजनाटा सठिक उत्तराधिकारी पाखे पहुँची पारनी जहाँ पहुँची राजनैतिक तालिका पहुँचुची। आपन जन आईनजीवी एवं वरिष्ठ आईनजीवी भाव भल कम कर ना रोचन आईनजीवी सहित राजनीति सहित संश्लिष्ट अच्छा कौन कहे राजनीति की नहीं दीर्घ 25 वर्ष सरकार एवं ये 14 मासर सरकार रे कौन परिवर्तन आसी कौन केते उन्नति होती बांकी 25 वर्षर सरकार जी प्रतिनिधि सी एवं बांकी बीजेपी सरकार एपटे बांकी बीजेडी प्रतिनिधि तेणु 2 जन जाकर छक्का पंचार लोकंर जहाँ उपकार हवा कथा ता हो पारना आ बीजेपी जो कर्मी माने रहिले जो नेता मान रहिले भितर एत अंतर्द्वंद अच्छी जे कहीं क्या सहवाई प्रस्तुत ना तेणु राज्य सरकार सटीकता लोक पाखे पहुँची पारनी। बीजेडी बीजेपी द्विपाक्षिक राजनीति चलता बेले बांकी बीजेपी रे भी दुई फाड़ देखा जाऊँगी कौन रखिए ए मत लगुच राज्य संगठन दुर्बलता कारण बांकी संगठन विभागीकरण हो जाए जदि राज्य संगठन जो दिन निर्देश देवे 2 जन जाक न मिसिले कौन प्रोग्राम करेंगे नहीं आप देखिए तापरदिन बांकी बीजेपी राजनैतिक पटभूमि बदली जाए आपंकर जिला सभापति हूँ राज्य सभापति हूँ कि जिला सांसद हूँ एप्रति कहीं गुरुत्व दौना से मैंने देखुं जो मानक जरिया प्रतिनिधित्व करागले जो अंचल हवा कथा जदि से एत कथा भावुना तेणु से मानकर जो ढिलापणापी मैंने कहार की से गुरुत्व दौना तो जो बीजेपी रे दुई फाड़ को लेकिन बीजेडी तार फायदा हासिल करुँची तार कांग्रेस आम भी देखुँ कांग्रेस भी तार निज विस्तार ये करुँच तो तेरे सरकार बीजेपी सरकार थी तो बांकी रे उन्नति हो पार ना ना बांकी हूँ गोटे विभागीकरण जगह कहले कांग्रेस रे विभागीकरण अच्छी बीजेडी विभागीकरण अच्छी बीजेपी रे विभागीकरण अच्छी ये लोक मानकर मानसिकता जेहेतु सठिक ढंगरे ना लोक मैंने संगठित नहांती से सबु दल निज निज बाटे निजर पतियार निजर बाहुबल देखिक करों जिते बड़े जहाँ पाखे जहाँ भाग्य जहाँ ढुकला। आपण मैंने शुणुले आम आज पहुँचीलु जो वरिष्ठ आईनजीवी प्रदीप पट्टनायक एवं राजनीति विशेषज्ञ से केते सुंदर भाव में बांकीर समस्या एवं समाधानर जो बाट एवं प्रक्रिया केमती उपस्थापना करुले। कटक जिला बांकी शुभेन्दु महापात्र रिपोर्ट KTV न्यूज।